ମୋ ନାଁ ରାମଚନ୍ଦ୍ର ମୁର୍ଜା ମୋର ଖାକଲପଡ଼ା ଘର ଖାକଲପଡ଼ା 2 ନମ୍ବର ୱାର୍ड ମୁଇଁ ମେମ୍बर ଅଛି ଆମର ସ୍କୁଲ ଭିତରେ ଯେତି ଗଛ ଥିଲା 50 ଉର୍ଦ୍ଧ୍ୱ ଥିଲା ଗଛ ସେ ଗଛ ଯାକ ସବୁ କାଟିଦେଲା କାହାକୁ ବି ପଚାରେ ନାହିଁ ଆମ ହେଡମାଷ୍ଟର ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କର ପାୱାର ଅଛି ୱାର୍ଡରେ ୱାର୍ଡ ମୋର ପାୱାର ନାହିଁ କି ମୋତେ କାହିଁକି ଟିକେ ପଚାରିଲା ନାହିଁ କୋଉ ହିସାବରେ ଗଛ କାଟିଲା ସେ ଶାଗୁଆନ ଗଛ 10ଟା ଆକାଶିଆ ଗଛ ନୀଲଗିରି ଗଛ ଏ ଯାକ ସବୁ ଗଛ କାଟି ଦେଇଛନ୍ତି ସେ ବିଲ୍ଡିଂ ଗୋଟେ ଆଇବ ବୋଲିକରି ବିଲ୍ଡିଂ ବି ଆସୁନାହିଁ ଏଠି ଅର୍ଡର ବି ଏ ନାହିଁ ମୁଁ 20 ଏକର ଜାଗା ସରକାରୀ ଜାଗା ମୁଁ 20 ଏକର ଜାଗା ଅଛି ତାରେ ସ୍କୁଲ କରିବା ବୋଲି କହିଥିଲି ସେ ମୋର କଥା ମାନିଲା ନାହିଁ ମନ ଇଚ୍ଛା ଶାସନ କରୁଛି ଆମକୁ ନ୍ୟାୟ ଦରକାର ଆଉ ଯଦି ନ୍ୟାୟ ନ ଦେବ ବୋଲେ ଉପର ଲେଭେଲକୁ ଯିବୁ ମୋର ନାଁ ଭକ୍ତ ମୁର୍ଜା ଖାକଲପଡ଼ା ଗାଁର ଖାକଲପଡ଼ା ସ୍କୁଲ ବାଉଣ୍ଡ୍ରି ଭିତରେ 50ରୁ ଉର୍ଦ୍ଧ୍ୱ ଗଛ କଟା ହେଇଛି ସେତିକି ଭିତରେ ଟେଙ୍କ ଗଛ ଶାଗୁଆନ ଗଛ 10ଟା କଟା ହେଇଛି ହେଲେ ଏଟା କିଏ ବିକାଇଲା ବିଲ୍ଡିଂ ଆସିଛି ବୋଲି କହୁଛି ମାତ୍ର ଅର୍ଡର ଆସି ନାଇଁ ଏବେ ଯାଏଁ ଖାକୁ ପଚାରିକରି କରିଛନ୍ତି ଏଟା କାହାର ହାତ ଅଛି ଯେ ଗଛ କାଟବାର ଦାୟିତ୍ୱ ନେଇଛି ହେଡମାଷ୍ଟର ବିକି ଖାଉଛି ନା ତାର ଏଇଠି ପାଠ ପଢବା ଆସିଛି ନା ଏଇଠି ଗଛ ବେପାର କରିବା ପାଇଁ ଆସିଛି ହେଡମାଷ୍ଟର ଆମର ଜାଗା ଅଛି 20 ଏକର ଆମେ ଜାଗା ଦେଖେଇଦେବୁ ବୋଲି କହିଲୁ ଯଦି କି ପାଇଁ ଗଛ କାଟିଲା ଏ ଆମର ହେଡମାଷ୍ଟର କଟାଇଛି ସେ ତାକୁ ତାର ଦରମା ପଇସା ଆଣିଲା ନାହିଁ ସେଥିପାଇଁ ଏବେ ଗଛ ବେପାର କରୁଛି ସ୍କୁଲର ବାଉଣ୍ଡରୀ ଭିତରଟା କଣ ଚାହୁଁଛ ଏବେ ଆମେ ଚାହୁଁଛୁ ଆଜ୍ଞା ଆମର ସ୍କୁଲ ଭିତରେ ଯୋଉ ଗଛ କଟା ହେଇଛି ସେଟା ଆମର ହେଡମାଷ୍ଟର ଆଗା ଦାୟିତ୍ୱ ଯଦି ଯଦି ଆମକୁ କିଛି ଆକ୍ସନ ନଦେଲା ଆମେ ଫରେଷ୍ଟ ବାଲାକୁ ଏଫଆଇଆର ଦେବୁ